ମୋବାଇଲ ରୁ ଜାଣିଛୁ ଯେ ତାକୁ ଡାକିକି ମାନେ ମର୍ଡର କରିକି ଆଣିକି ନିଜେ ଗଛର ଟାଙ୍ଗିଛନ୍ତି। ତାପରେ ଆମେ ଚାହୁଁଛୁ, କାଲି ବି ଆମେ ଯାଇଥିଲୁ ଫାଣ୍ଡି ଆଗକୁ, ଫାଣ୍ଡି ବି ଆଗରୁ ରଖିନଥିଲା ଆମ କେସ୍। ତାପରେ କେତେ ହୋ ହେଲା କଲା ପରେ ଯାଇକି ଫାଣ୍ଡି ଆମ କଥା ଶୁଣିଲା। ତାପରେ ଆଜି ତାର ସେଇ ସାକ୍ଷ୍ୟ ପ୍ରମାଣ ଅନୁସାରେ ଆଜି ବି ଆସିକି ତଦନ୍ତ କଲା ଓ କୁକୁର ବି ଆଣିଲା, ଆଣିକି ଆଉ କିଛି ବି କହିଲେନି। ତାପରେ ଆମେ ଚାହୁଁଛୁ ଆମ ଦୋଷୀ ମାନେ ଦଣ୍ଡ ପାଉ, ଆମ ଭାଇ କି ନ୍ୟାୟ ମିଳୁ। ସିଏ ସତ୍ୟଜିତ ପଲାଇ ନାମକ ଜଣେ ବ୍ୟକ୍ତି ଆମ ଗାଁରେ ତାକୁ ଡାକିଥିଲେ କି ଆମ ଘରକୁ ଆସ, କାମ ଅଛି ତୋ ପାଖରେ, ଏମିତି କରିକି ତାକୁ ଡାକିଛନ୍ତି। ଜିଜୁ ବି ଫୋନ କରୁଛୁ, ସିଏ ବି କହୁଛନ୍ତି, ଫାଷ୍ଟ କହିଲେ ଆମ ଘରେ ଅଛନ୍ତି, ତାପରେ କହିଲେ ଅମୃତମଣି ଆଡକୁ ଯାଇଛି, ତାପରେ ଆଉ କଲ୍ କଲା ବେଳକୁ କଲ୍ ରିସିଭ୍ କଲେନି। ସିଏ ବି ତାଙ୍କ ପଟରୁ କିଛି ଜଣେଇ ନାହାନ୍ତି। ଆମେ ଆମ ଲୋକ କି ଆମେ ନିଜେ ଆସିକି ଆମେ ଆମ ଭାଇଟାକୁ ଖୋଜିଲା ବେଳକୁ ଦେଖିଲା ବେଳକୁ ଯେ ଗଛରେ ମାନେ ଡେଡ ବଡି ଟା ରହିଛି। ଯଦି ସେ ଫାଶୀ ଦେଲା, ଯୋଉ ସାହିର ସେ ମରିଛି, ସେ ଲୋକ 2 ଜଣ ଭୁବନେଶ୍ୱର କାହିଁକି ପଳେଇଲେ? ଲାଶ ପଡିଛି ତାଙ୍କ ଘରେ, ସେ 2 ଜଣ କାହିଁକି ପଳେଇଲେ? ତାପରେ ତା ଆଗ ସମୟରୁ ତାଙ୍କ ଘରୁ ଯୋଉ ଲୋକ ମାରିଛି, ସିଏ ତାଙ୍କ ଘରୁ ମାଂସ ଆସିଲା, ଏଠି ଖାଇଲେ। ରୋଷେଇ ହବା ଯୋଉଠି ଦରକାର ସେଠି ରୋଷେଇ ହେଇନି, ଦାଣ୍ଡ ପଟରେ ରୋଷେଇ ହେଇଛି, ଧୂଆଁ ହଉଛି। ଖାଇକି ତାକୁ ମାରି ଦିଆ ହେଇକି ବେକକୁ ମୁଡ଼ିକି ଭାଙ୍ଗି ଦେଇକି ଆଣିକି ହାତ ପାହାଁତାର ଟଙ୍ଗେଇ ଦେଇକି ଗଲେ। କାହିଁକି ମାରିଲେ କଣ ଭାବୁଛନ୍ତି? ସେ ତାଙ୍କର ଯୋଉ ଝିଅ ଅଛି, ତାଙ୍କ ଝିଅ ଇଏ ପୁଅ ତାଙ୍କର ଭଲ ପାଆନ୍ତୁ, ଯାହା କରନ୍ତୁ, ତାଙ୍କର ଆଇନ କ'ଣ ନାହିଁ ଦଣ୍ଡ ଦେବାକୁ? ସିଏ ତାଙ୍କୁ ମାରି ଦିଆହେଲା କାହିଁକି ଜବରଦସ୍ତି? ଆମ ମୁରବୀ ମାନଙ୍କୁ ଜଣେଇଲେନି।